ସବୁଦିନ ଟାଉଟ କରି ପଇସା ଠକି ଖାଉଥିଲି ଆଉ ଧଇଲେ ଗୋଟେ ଜାଗାରେ ମାଇଲେ ମାଇଲେ ମନ ଦୁଃଖ ତା ପ୍ୟାଣ୍ଟ ସାର୍ଟ ଖୋଲିକି ନେଇକି ପଳେଇଲେ ଆଉ କିଛି ନାହିଁ ଲାଷ୍ଟକୁ ଜଣଙ୍କ ବାଟରେ ପଶି କଦଳୀ ପତ୍ର ଦି ଖଣ୍ଡ ପିନ୍ଧିବ ୟାହୁ ଲଳିତା ଆଲୋ ଲଳିତା ଆଲୋ ଭଙ୍ଗଲତା ଲୁଲୁକା ପଟା ଖଣ୍ଡେ ମୋର ଧରିଥା ଲଳିତା ଆଲୋ ଭଙ୍ଗଲତା ଖାଇଛି ଅଧିକ ପିନ୍ଧିଛି କମ ଖାଇଛି ଅଧିକ ପିନ୍ଧିଛି କମ ଗୋଲାପୀ ଚଢି ଆଣିଥା ତୁ ଫିନାଇଲ ଟିକେ ରଖିଥା ବାସ୍ ତେଣୁକରି ଘର ଗୋଟେ ରୁହ ଗୋଟେ ହବ ନା ଆପଣ ରୁହ ଅଲଗା ହବ ମୁଁ ତ ରିଏଲ ଭଣଜା ମୋ ମାମୁଙ୍କର 3 ଭଉଣୀ ମୁଁ ତାଙ୍କ ମଝିଆ ଭଉଣୀର ବଡ ପୁଅ ନିଶ୍ଚୟ ଟାଉଟରି କରିବାଟା ଠିକ ନୁହେଁ ସେଇ ସବୁ ନାଟକ ମେସେଜ ଦ୍ୱାରା ସମସ୍ତଙ୍କୁ ସତର୍କ କରି ଦିଆଯାଉଛି ନା ତେଣୁକରି କଣ ହୁଏ ଫଳାଫଳ ମୁଁ ତ ଗୋଟେ ଚରିତ୍ର ସେଇଭଳିଆ କରୁଛି ଲାଷ୍ଟକୁ ମୋର ଏଇଭଳିଆ ଦୋଷା ହଉଛି ଯଦି କି ଦର୍ଶକ ଦେଖିଲା ପରେ ଜଣେ ଯଦି ଦର୍ଶକ କେହି ବଦଳି ପାରନ୍ତି ମୁଁ ତାକୁ କଳା ବିକାଶ ଧନ୍ୟ ହଉ ଏଇ ଧର ଭାଇରାଲ ଡାଇଲଗ ଏ ବର୍ଷ ରହିଛି ଖାଲି ୟାହୁ ଲଳିତା ନାଟକ ତ ଅଛି ଭୋଳା ଶଙ୍କର ଅଛି ଆମର ଦାଦାଙ୍କର ନାଟକ ଅଛି ନାଟକ ଆସିଲେ ଡାଇଲଗ ଯାହା ପେଣ୍ଡଲ ଭଲ ଲାଗିବ ଆଉ ତଳେ ଆସିଲେ ଆଉ ଡାଇଲଗ କିଛି ମାନିବା ଭଲ ଲାଗିବ ଆଉ ନିହାତି କଳାକାର ଫୋକସଟା ମଞ୍ଚ ଉପରେ ଅଧିକା ମାଲିକ ପତ୍ରରୁ ଆମେ ଦରମା ନେଇଛୁ ଅଭିନୟ କରିବା ପାଇଁ ନିଶ୍ଚୟ ଅଭିନୟ କରୁ ଆମକୁ ଶୀତ ଲାଗେ ଦର୍ଶକ ମାନଙ୍କ କରତାଳି ଦର୍ଶକ ମାନଙ୍କ ଠିଆ ହେଲେ ଶୀତ କାକର ବର୍ଷା ସ୍ତ୍ରୀ ଛୁଆ ପିଲା ବାପା ମା ସବୁ କିଛି ଭୁଲି ଯାଇଥାଏ ହଁ ମାମୁଙ୍କ ସହିତ ଆମର ଦେଖା ହୁଏନି ହଁ ନିଶ୍ଚୟ ସେସବୁ ଜିନିଷଟା କାମ ଥାକି ହବ ଯାହାହେଲେ ବାପ ଏଟା ମାମୁଙ୍କ ଡାଇଲଗ ତ କହି ହବନି ତାଙ୍କର ସେ ଚୁଇ ମୁଇ କୋଉଠି ଟାୟାର ମୋ ଖୋଲେ ନାହିଁ ସେଇଟା ତ ବେଶୀ ଭାଇରାଲ ତାପରେ ଡାଙ୍ଗ ମାମୁଙ୍କ ଡାଇଲଗ କାହାରିଙ୍କ ଡାଇଲଗ ହିଁ କହିବା ପାଇଁ ନାମ ମୋର ପ୍ରିୟ ବୀମା ବେପାର ଭାବେ ନା କାହାକୁ ଆପଣ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଏଜେଣ୍ଟ ସବୁ ଭାବନ୍ତି ମତେ ନିଜର ଯିଏ ସେ ମୋ ପାଖେ କରିଛି ବୀମା ଜୀବନର ଦୁଃଖ ଆସନା ଦେବା ବଢି ବଢି ଚାଲେ ସମ୍ପତ୍ତି ତାର ବାଳକୃଷ୍ଣ ମଉସା ବୀମା କମ୍ପାନୀ ତରଫରୁ ତମକୁ ମୋର ହାପି ନ୍ୟୁ ନାଇଁ ଏଟା ଟାଉଟରି କରିଥିଲି ଆଜିକାଲି ସମାଜରେ ଟାଉଟରି କରିବା ପାଇଁ ହେଲେ କେମିତି କଣ କଷ୍ଟ ସହିବା ପାଇଁ ପଡେ ସେଇ କଷ୍ଟ ମୁଁ ସହିଥିଲି ସବୁଦିନ ଟାଉଟରି କରି ପଇସା ଠକି ଖାଉଥିଲି ଆଉ ଧଇଲେ ଗୋଟେ ଜାଗାରେ ମାଇଲେ ମାଇଲେ ମନ ଦୁଃଖ ତା ପ୍ୟାଣ୍ଟ ସାର୍ଟ ଖୋଲିକି ନେଇକି ପଳେଇଲେ ଆଉ କିଛି ନାହିଁ ଲାଷ୍ଟକୁ ଜଣଙ୍କ ବାଟରେ ପଶି କଦଳୀ ପତ୍ର ଦି ଖଣ୍ଡ ପିନ୍ଧିଲି କାରଣ କଦଳୀ ପତ୍ର ଷଣ୍ଢ ଖାଇବା ଜିନିଷ ତାର ଦରକାର ନାହିଁ ତେଣୁକରି ମୁଁ ଚିନ୍ତା କଲି ଏଇଟା ମୋ ଇଜ୍ଜତ ମତେ ବଞ୍ଚେଇବ ଆଜି ଟାଙ୍ଗୀ ମହୋତ୍ସବ ଯାତ୍ରା ଏଟା ପ୍ରଥମ ରାତିରେ ନାଟକ ଆମର ଏଠୁ ତ କଳିଯୁଗ ଶେଷ ହଁ ପ୍ୟାଣ୍ଟ ସାର୍ଟ ଖୋଲିକି ବାଡେଇଲି ମୁଁ 2 ଜଣଙ୍କ ଟଙ୍କା ଆଣିଥିଲି ଧରା ଦଉନଥିଲି ଟଙ୍କା ଦେଲି ନିହାତି ଏଇ ତାରିଖ ଉପରେ ଆସିବ ୟାହୁ ଲଳିତା ଆଲୋ ଲଳିତା ଆଲୋ ଭଙ୍ଗଲତା ଲୁଲୁକା ପଟା ଖଣ୍ଡେ ମୋର ଧରିଥା ଲଳିତା ଆଲୋ ଭଙ୍ଗଲତା ଖାଇଛି ଅଧିକ ପିନ୍ଧିଛି କମ ଖାଇଛି ଅଧିକ ପିନ୍ଧିଛି କମ ଗୋଲାପୀ ଚଢି ଆଣିଥା ତୁ ଫିନାଇଲ ଟିକେ ରଖିଥା ୟାହୁ ଲଳିତା ତତେ କେମିତି କହିବି କହଲୋ ଝିଅ ଏ ଟାଙ୍ଗୀ ମାଡକୁ ମୋର ପ୍ରବଳ ଭୟ ଆଜ୍ଞା ଆସନ୍ତୁ ଯାତ୍ରା ରାଣୀ ସିଂହବାହିନୀ ଏଥୁଅନ୍ତେ କଳିଯୁଗ ଶେଷ ନାଟକ ଦେଖନ୍ତୁ ଆଜି ପ୍ରଥମ ରାତ୍ରିର ନାଟକ ନାଇଁ ଏଟା କିଏ କଲା ଦୁର୍ବଳ ମୁଁ ଶକ୍ତି ପ୍ରବଳ ଏଟା କମ୍ପାନୀ ବ୍ରାଣ୍ଡ ଆଉ ନା ଦୁର୍ବଳ କିଏ କହିଲା ଦୁର୍ବଳ ତ ନାହିଁ ଆପଣ ମାନଙ୍କୁ ଦେଖା ହଉଛି ଦୁର୍ବଳ କିନ୍ତୁ ମୋ ବଡି ସବଳ ସେ ବା ମୋ ମାମୁଁ ଆଉ ବାସ୍ ତେଣୁକରି ଘର ଗୋଟେ ରୁହ ଗୋଟେ ହବ ନା ଆପଣ ରୁହ ଅଲଗା ହବ ମୁଁ ତ ରିଏଲ ଭଣଜା ମୋ ମାମୁଙ୍କର 3 ଭଉଣୀ ମୁଁ ତାଙ୍କ ମଝିଆ ଭଉଣୀର ବଡ ପୁଅ ଯାହା ହଉ ସେତିକି ଆପଣ ମାନଙ୍କ ସ୍ନେହତା ଭଲ ପାଇବା ମାମୁଙ୍କ ପାଖାପାଖି ତ ମୁଁ ଆଉ ଆପଣଙ୍କ ହଁ ସାର୍ଟ ହବ ସବୁ ହେଇପାରିବ ସମୟ ଟିକେ ଅଭାବ ରାତିରେ ଆସିକି କଦଳୀ ପତ୍ର ସଂଗ୍ରହ କରିକି କେତେବେଳେ କଣ ଦରକାର କୋଉଠି କଦଳୀ ପତ୍ର କୋଉଠି ଅଖା କୋଉଠି କାର୍ଟୁନ ଯେତେବେଳେ ଯାହା ମିଳିଲା କୋଉଠି ବରଡା ପତ୍ର ଯୋଉ ଜାଗାକୁ ଯିବା ଯୋଉ ଜାଗାରେ ଯାହା ମିଳିବ ଏଠି କଦଳୀ ପତ୍ର ଅଧିକା କଦଳୀ ପତ୍ର ପିନ୍ଧିଲି ସେଠି ତାଳ ଗଛ ଅଛି ତାଳ ପତ୍ର ପିନ୍ଧିଲି କୋଉଠି ଯୋଉଠି ଯାହା ମିଳିଲା ସାଙ୍ଗେ ଆଉ ଯାହା ହେଲେ ଅବସ୍ଥା ଉଠେଇ ଧରି ବୁଲିବା କଥା ଆଉ କଣ କରିବା କଥା ଆଉ ଗାଈ ଗୋରୁ ସେ ଖଣ୍ଡ ଖାଇବା ଜିନିଷ ଇଏ ନିଶ୍ଚୟ ଟାଉଟରି କରିବାଟା ଠିକ ନୁହେଁ ସେଇ ସବୁ ନାଟକ ମେସେଜ ଦ୍ୱାରା ସମସ୍ତଙ୍କୁ ସତର୍କ କରି ଦିଆଯାଉଛି ନା ତେଣୁକରି କଣ ହୁଏ ଫଳାଫଳ ମୁଁ ତ ଗୋଟେ ଚରିତ୍ର ସେଇଭଳିଆ କରୁଛି ଲାଷ୍ଟକୁ ମୋର ଏଇଭଳିଆ ଦୋଷା ହଉଛି ଯଦି କି ଦର୍ଶକ ଦେଖିଲା ପରେ ଜଣେ ଯଦି ଦର୍ଶକ କେହି ବଦଳି ପାରନ୍ତି ମୁଁ ଚିନ୍ତା କରୁଛି ମୋ କଳା ବିକାଶ ଧନ୍ୟ ହଉ ବହୁତ ମିସ୍ କାଲି ଆମର 2 ରାତି ହେଲା ଚଣ୍ଡିଖୋଲରେ ଫେର ନାଟକ କାଲି ବୋଧେ ଆମର ହବ ଭଦ୍ରକ କାହିଁ କଣ ସେସବୁ କଥା ଆମେ କଳାକାର ଜିନିଷ କାହିଁ ମାଲିକ କଥା କଣ କଥା ହେଇଛି ଆମେ ସେସବୁ ଆମେ କଳା ପ୍ରଦର୍ଶନ କରିବା କଥା ପ୍ରତିଦିନ କଳା ପ୍ରଦର୍ଶନ କରିବେ ଏତିକି ଯାଉ କୋଉ ଦିନ ଯାହା କରିବା ପାଇଁ ହେଲେ
डायलॉग टिके गोटे भाइरल डायलॉग गोटे ଭାଇର ଡାଇଲଗ ଅଛି ଆମର କୋଉଥିର କୋଉ ନାଟକ ଏଇଥର ଭାଇରାଲ ଡାଇଲଗ ଏ ବର୍ଷ ରହିଛି ଖାଲି ইয়াহୁ ଲଳିତା ନାଟକ ତ ଅଛି ଭୋଳା ଶଙ୍କର ଅଛି ଆମର ଦାଦାଙ୍କର ନାଟକ ଅଛି ନାଟକ ଆସିଲେ ଡାଇଲଗ ଯାହା ବେଙ୍ଗଲ ଡାଇଲଗ ଭଲ ଲାଗିବ ଆଉ ତଳେ ଆସିଲେ ଆଉ ଡାଇଲଗ କିଛି ମାନିବା ଭଲ ଲାଗିବ ଆଉ ନିହାତି କଳାକାର ଫୋକସଟା ମଞ୍ଚ ଉପରେ ଅଧିକା ରୁହେ କଣ କଣ କଥା ହେଇଛି କଣ ନାହିଁ ଆମେ ତ ଆଲୋଚନା ଜାଣିନେବୁ ସେ ବିଷୟ ଭିତରେ କଣ କଣ ନାହିଁ ମାଲିକଙ୍କ କଥାବାର୍ତ୍ତା ଆମେ ତ କଳାକାର ଆମେ ସିଏ ବି ଜଣେ କଳାକାର ତେଣୁକରି ସର୍ବ ଜଣେ କଳାକାର ଆମେ କଳାକାର ଶୀତ ଲାଗୁଛି ଆମେ ଜ୍ୟାକେଟ ପିନ୍ଧିକି ବି ଥରୁଛୁ ଆମର ବିନା ପ୍ୟାଣ୍ଟ ସାର୍ଟ କଦଳୀ ପତ୍ର କଣ କରିବା ମାଲିକ କତିରୁ ଆମେ ଦରମା ନେଇଛୁ ଅଭିନୟ କରିବା ପାଇଁ ନିଶ୍ଚୟ ଅଭିନୟ କରୁ ଆମକୁ କିନ୍ତୁ ଶୀତ ଲାଗେନି ଦର୍ଶକ ମାନଙ୍କ କରତାଳି ଓ ଦର୍ଶକ ମାନଙ୍କ ଠିଆ ହେଲେ ଶୀତ କାକର ବର୍ଷା ସ୍ତ୍ରୀ ଛୁଆ ପିଲା ବାପା ମା ସବୁ କିଛି ଭୁଲି ଯାଇଥାଉ ଆଉ ଯୋଉ କଷ୍ଟଟା ବି ଆମେ ଦର୍ଶକଙ୍କୁ ବାଣ୍ଟି ଦେଲୁ ଦର୍ଶକ ହସ ଖୁସି ଆପଣ ବାହା ହେଇଥିଲେ ବାହା ହେଇନାହାନ୍ତି ଭାଇ ମୋର ଦୁଇଟି ପୁଅ ଦିଟା ପୁଅ ବଡ ପୁଅ ଆସି 20-21 ବର୍ଷ ହେଲାଣି ବିଟେକ୍ କମ୍ପ୍ଲିଟ କଲାଣି ମାମୁଁ ଆଜ୍ଞା ହଁ ମାମୁଙ୍କ ସହିତ ଆମର ଦେଖା ହୁଏନି ହଁ ନିଶ୍ଚୟ ସେସବୁ ଜିନିଷଟା କାମ ଫାଙ୍କି ହବ ଯାହାହେଲେ ବାପ ଏଟା ମାମୁଙ୍କ ଡାଇଲଗ ତ କହି ହବନି ତାଙ୍କର ସେ ଚୁଇ ମୁଇ କୋଉଠି ଟାୟାର ମୋ ଖୋଲେ ନାହିଁ ସେଇଟା ତ ବେଶୀ ଭାଇରାଲ ହେଇଥିଲା ତାପରେ ଡାଙ୍ଗ ମାମୁଙ୍କ ଡାଇଲଗ କାହାରିଙ୍କ ଡାଇଲଗ ବି କହିବା ପାଇଁ ଚେଷ୍ଟା କରୁଛୁ କେବେ ଯଦି ଭବିଷ୍ୟତରେ ଦର୍ଶକ ମାନଙ୍କୁ ଭଲ ପାଇବା ରୁହେ ମାମୁଁ କେବେ ଫାଦର ପୋଷ୍ଟରେ ଯିବେ ମୁଁ ୟଙ୍ଗ ପୋଷ୍ଟ ରହିବି କୋଉ ପାର୍ଟିର କେବେ ଦେଖା ସାକ୍ଷାତ ନିଶ୍ଚୟ ଦେଖାଯିବ ହଁ ମାମୁଁ ଆସିକି ଦେଖନ୍ତି ମୁଁ ମାମୁଙ୍କ ଯାତ୍ରା ଦେଖେ ମାମୁଁ ଆସିକି ଯାତ୍ରା ଦେଖନ୍ତି ମତେ କୋଉଠି ଭୁଲଟାକୁ ହେଲେ ମାମୁଁ କୁହନ୍ତି ହଁ ହଁ ନିଶ୍ଚୟ ଲାଗିଲେ ନିଶ୍ଚୟ ଦର୍ଶକ ଦେବତା ମାନଙ୍କୁ ନିଶ୍ଚୟ ସେଟା ଭରପୁର ପାଇବେ ବୋଲି ମୋର ଆଶା କମେଡି ଡାଇଲଗ ତ ସବୁବେଳେ ଅଛି ଗତ ବର୍ଷ ନାଟକ ଆମର ଥିଲା ଗୋଟେ ନାମ ମୋର ଅତିର ବୀମା ବେପାର ଭାବେ ନା କାହାକୁ ଆପଣ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଏଜେଣ୍ଟ ସଭିଏ ଭାବନ୍ତି ମତେ ନିଜର ଯିଏ ସେ ମୋ ପାଖେ କରିଛି ବୀମା ଜୀବନର ଦୁଃଖ ଆସନା ଦେବା ବଢି ବଢି ଚାଲେ ସମ୍ପତ୍ତି ତାର ବାଳକୃଷ୍ଣ ମଉସା ବୀମା କମ୍ପାନୀ ତରଫରୁ ତମକୁ ମୋର ହାପି ନ୍ୟୁ ଇୟର ଦର୍ଶକ ଦେବତାର ସବୁବେଳେ ଆମର ଥିଲା ଗୋଟେ ହେଲେ କୁଆଡେ ଗଲୁ ଏ ବାବୁଆଣୀ ହେଲେ ତୁ ଆସିବୁ ନା ଆସିବୁନି ଆରେ ବାବୁଆଣୀ ତୁ ଧରିବୁ ନା ଧରିବୁନି ଭାଇ ତୁଇ ଧରିବୁ ନା ମୁଇଁ ତୋର ଧରକିରି କରିବି ଏଟା ଥିଲା ଆମର ବିଶ୍ୱ ଦରବାର ଗୋଟେ ଭଲ କମନ ଡାଇଲଗ ଯାହାହେଲେ ଆସେ କମନ ଡାଇଲଗ ତ ଏଇସବୁ ଚାଲିଛି ଆଉ ଦୋର ଥଇ ବର୍ଦ୍ଧ କମନ ଡାଇଲଗ କିଛି ଲୋକ ସେଇଟା ବେଶୀ ଖୁସି ହୁଏ ସେସବୁ ନୁହେଁ କ୍ୟାରେକ୍ଟର ଉପରେ ଚାଲିଛି ନା କମନ ନା ମାଲିକ ଭଲ ସନ୍ଦୀପ ପାଢୀ ଦି ଭାଇ ସେ ବି ମାଲିକ ଭଲ ସେ ଯାତ୍ରା ପାଟିକି ଆସନ୍ତି ମାଲିକ ହିସାବରେ ସେମାନେ ଆସନ୍ତିନି ଏତେ ନିରୀହ ସେ ମାନେ କହି ହବନି ଯାଉ ଧଡ଼ି ସେ ଧଡ଼ିଆ ହଁ ମୋର ସବୁବେଳେ ସେ ଧଡ଼ି ସମସ୍ତେ ଧଡ଼ିଆ ମାମୁଁ ଡାକେ ଧଡ଼ିଆ ସମସ୍ତେ ଡାକନ୍ତି ଧଡ଼ିଆ ଗାଁରେ ଡାକନ୍ତି ଧଡ଼ିଆ ସାଇରେ ଡାକନ୍ତି ଧଡ଼ିଆ ସବୁଆଡେ ଡାକନ୍ତି ଧଡ଼ିଆ ଆଜ୍ଞା ଆସିବ ମାନେ ସେମିତି କିଛି ନାହିଁ କଳାକାର ବସନ୍ତୁ ସମସ୍ତେ କାହାର କିଛି ନାହିଁ ମାଲିକ ଜଣେ 5 ପୁଅ ଜନ୍ମ କରିଥାଏ ବାପ 5 ପୁଅକୁ ସମାନ ଅଧିକାର ଦେଇଥାଏ